ଚାଉମିନ ଖାଇବା ତ ସମସ୍ତଙ୍କୁ ପସନ୍ଦ। ତାହା ପୁଣି ଯଦି ବିନା ପିଆଜ ରସୁଣରେ ବନେଇଥିବ ତ ଖାଇବାରେ ମଜା ଆସିଯିବ। ଆଉ ଯଦି ଆପଣ ଥରେ ଏହିପରି ଭାବରେ ବନେଇକି ଖାଇଲେ ଗ୍ୟାରେଣ୍ଟି ମୋର ଆପଣ ବାରମ୍ବାର ଏହିପରି ଭାବରେ ବିନା ପିଆଜ ରସୁଣରେ ବନେଇକି ଖାଇବେ। ଆଉ ଏତେ ଟେଷ୍ଟ ଲାଗିବ ଯେ ପିଆଜ ରସୁଣର ଆପଣଙ୍କୁ ଏଇଠି କୌଣସି ପ୍ରକାର ଦରକାର ବି ହବ ନାହିଁ। ବନେଇବା ଏତେ ସହଜ, ଖାଇବା ଯେତିକି ଟେଷ୍ଟି। ଆଉ ଯଦି ଆପଣ ଥରେ ଏହିପରି ଭାବରେ ଟ୍ରିକରେ ବନେଇ ଦଉଛନ୍ତି ତ ଗ୍ୟାରେଣ୍ଟି ମୋର ଆପଣ ଠିକ ଏହିପରି ଭାବରେ ସବୁବେଳେ ବନେଇକି ଖାଇବେ। ତ ଏଇଟା ଆମର କେବଳରୁ କେବଳ 5 ମିନିଟରୁ ବି କମ ଟାଇମରେ ରେଡି ହେଇଯିବ, କେବଳ ଯଦି ଆପଣ ବଏଲିଂ ପ୍ରୋସେସିଂ କରୁଛନ୍ତି। ତ ଚାଲନ୍ତୁ ଫ୍ରେଣ୍ଡ ଡେରି କରିବାନି, ଆମର ଆଜି ଆରମ୍ଭ କରିଦେବା ଚାଉମିନ ରେସିପି। ତ ତା ଲାଗି ପ୍ରଥମେ ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଗାଜର, କ୍ୟାପ୍ସିକମ, ଲଙ୍କା, ତା ସହିତ ଫ୍ରେଣ୍ଡ ଏଇଠି ନେଇଯାଇଛି ଅଦା। ଏଇଠି ଫ୍ରେଣ୍ଡ କ୍ୟାପ୍ସିକମ ଯଦି ଆପଣଙ୍କ ପାଖରେ ଅଛି ତ ପକାନ୍ତୁ, ଯଦି ପସନ୍ଦ ନୁହଁ ତ ସ୍କିପ୍ ମଧ୍ୟ କରିପାରିବେ। ଆଉ ଆପଣ ଏଇଠି ଫ୍ରେଣ୍ଡ ଚାହିଁଲେ ପତ୍ର କୋବି ମଧ୍ୟ ବି ଏଇଠି ୟୁଜ କରିପାରିବେ ଲମ୍ବା ଲମ୍ବା କାଟିକି, କିନ୍ତୁ ଏଇଠି ମୁଁ ପତ୍ତାକୋବି ପତ୍ର କାଟିକି ୟୁଜ କରିନାହିଁ। ଯଦି ଆପଣଙ୍କୁ ପସନ୍ଦ ତ ଆପଣ ଏଇଠି ୟୁଜ କରିପାରିବେ। ଯେକୌଣସି ଭେଜିଟେବୁଲ ଆପଣଙ୍କୁ ପସନ୍ଦ ଆପଣ ଏଇଠି ଆଡ କରିପାରିବେ। ତ ଚାଇନିଜ ଆଇଟମରେ ଗାଜର, କ୍ୟାପ୍ସିକମ ତା ସହିତ ପତ୍ତାକୋବି ପଇଲେ ଅଧିକ ଭାବରେ ଟେଷ୍ଟ ଲାଗିଥାଏ। ତ ଏଇଠି ଆପଣଙ୍କ ହିସାବରେ ଆପଣ ଏଇଠି ପକେଇଦେବେ। ତ ମୁଁ ଏଇଠି କ୍ୟାପ୍ସିକମ କାଟି ଦେଇଛି, ତା ସହିତ କାଟି ଦେଇଛି ଲଙ୍କା ଆଉ ଗାଜର, ତା ସହିତ ଅଦା। ସବୁତକ ଫ୍ରେଣ୍ଡ ଲମ୍ବା ଲମ୍ବା ପତଲା ପତଲା କରିକି କାଟିବେ। ଯେତେ ପତଲା ପତଲା କରିକି କାଟିବେ ଚାଇନିଜ ଆଇଟମରେ ସେତେ ଟେଷ୍ଟ ଲାଗିଥାଏ, ଆଉ ଖାଇବାରେ ମଧ୍ୟ 2 ଗୁଣ ସ୍ୱାଦ ହେଇଯାଇଥାଏ। ତ ଏଇପରି ଭାବରେ ଫ୍ରେଣ୍ଡ ସବୁତକ ପତଲା ପତଲା କରି କାଟି ଦିଅନ୍ତୁ। ଯଦି ଆପଣ ଫ୍ରେଣ୍ଡ ଏଇଠି ପିଆଜ ରସୁଣ ଖାଉଛନ୍ତି ତ ଆପଣ ଏଇଠି ପିଆଜ ରସୁଣ ବି ଆଡ ମଧ୍ୟ କରିପାରିବେ। ତ ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ସବୁ ରେଡି ହେଇଯାଇଛି। ଚାଲନ୍ତୁ ଯିବା ଆମେ କଡେଇ ପାଖକୁ। ତ ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ପାଣି। କଡେଇ ଆମର ଗରମ ହେଇଯାଇଛି, ସେ ଗରମ କଡେଇରେ ମୁଁ ଦେଇଦେଇଛି ପାଣି। ଏଇଠି ଫ୍ରେଣ୍ଡ ଲୁଣ ଟିକେ ଦେଇଦବା ତାକି ଆମର ଚାଉମିନ ଟା ବହୁତ ହି ଜଲ୍ଦି ସିଝିଯିବ। ତା ସହିତ ଟିକେ ତେଲ ଦବା। ତେଲ ଦବା ଦ୍ୱାରା ହେଇଥାଏ କଣ, ଚାଉମିନ ରେ ଗୋଟି ଗୋଟି କରିକି ରହିଥାଏ, ଏକଦମ ଲାଗି ଲାଗି ଜାକି ଜାକି ହେଇକି ରହିନଥାଏ। ଏଇଠି ଫ୍ରେଣ୍ଡ ଯଦି ଆପଣ ବିନା ପିଆଜ ରସୁଣ ବ୍ରତ ପାଇଁ ଯଦି ବନେଇକି ଖାଇବା ପାଇଁ ଚାହୁଁଛନ୍ତି ତ ଏଇଠି ଫ୍ରେଣ୍ଡ ଆପଣ ଧ୍ୟାନ ଦେବେ ରିଫାଇଣ୍ଡ ଅଏଲ ୟୁଜ କରିପାରିବେ, କିନ୍ତୁ ଏଇଠି ଯଦି ଆପଣ ଖାଆନ୍ତି ସୋରିଷ ତେଲ ତ ସୋରିଷ ତେଲ ମଧ୍ୟ ୟୁଜ କରିପାରିବେ। ଏଇଠି ଫ୍ରେଣ୍ଡ ମୁଁ କଡେଇରେ ନେଇଯାଇଛି, କଡେଇରେ ପକେଇ ଦେଇଛି ଏଇଠି ଆମର ଚାଉମିନ। ଏଇଠି ଫ୍ରେଣ୍ଡ ଆପଣ ଚାହିଁଲେ ଭାଙ୍ଗିକି ବି ଦେଇପାରିବେ, କିନ୍ତୁ ମୁଁ ଏକାଥରେ କି ଲମ୍ବା ଲମ୍ବା କରିକି ଦେଇଦେଇଛି, କାହିଁକି ନା ଇଏ ସିଝିଲେ ବହୁତ ଜଲ୍ଦି ଇଏ ସଫ୍ଟ ହେଇଯାଇଥାଏ, ଆଉ ଫୁଲ କଡେଇରେ ବି ମଧ୍ୟ ଇଏ ଆସି ଯାଇଥାଏ। ଆପଣ ଚାହିଁଲେ ଫ୍ରେଣ୍ଡ ବଡ କଡେଇର ବି ମଧ୍ୟ ୟୁଜ କରିପାରିବେ, କିନ୍ତୁ ଏଇଠି ଫ୍ରେଣ୍ଡ ଛୋଟ କଡେଇରେ ବି ୟୁଜ କଲେ ବି ହେଇଯିବ, କାହିଁକି ନା ଇଏ ଯୋଉ ପଟ ସାଇଡରୁ ସଫ୍ଟ ହେଇଯିବ ତାକୁ ଟିକେ ପେଲି ଦେଲେ ସେ ତାର ଉପର ପଟ ସାଇଡ ମଧ୍ୟ ସଫ୍ଟ ହେଇଯିବ। ତ ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ଆମର ଚାଉମିନ ଟା ରେଡି ହେଇଗଲାଣି। ଏବେ ଆମେ ଫ୍ରେଣ୍ଡ ତାକୁ ଟିକେ ଚେକ୍ କରିବା ରେଡି ହେଇଛି କି ହେଇନି। ଏ କମ ସେ କମ ଆପଣଙ୍କର ସିଝିବାରେ ଫ୍ରେଣ୍ଡ 5 ମିନିଟ ଲାଗିଥାଏ, ବାକି ଆପଣ ଯେତେ ସଫ୍ଟ ଖାଉଛନ୍ତି ସେଇ ଅନୁସାରେ ଆପଣଙ୍କର ଟାଇମ ଟା ଲାଗିବ। ଏଇଠି ଫ୍ରେଣ୍ଡ ମୁଁ ଗୋଟେ ଚାଉମିନ ଆଣିକି ଏଇଠି ଆପଣଙ୍କୁ ଦେଖେଇଦବା ପାଇଁ ଚାହୁଁଛି ସିଝିଛି କି ସିଝିନି। ତ ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ଭିଡିଲେ ବହୁତ କଷ୍ଟରେ ସିଏ ଭିଡି ହଉଛି, ମାନେ ଠିକ ସେ ଛିଣ୍ଡୁନି। ଆଉ ତ ଏଇଠି ଆମକୁ ଆଉଥରେ ପୁଣି 1ରୁ 2 ମିନିଟ ପାଇଁ ତାକୁ ଟିକେ ବଏଲ କରିଦେବାକୁ ହବ। ତ ଏଇଠି ଫ୍ରେଣ୍ଡ ଯୋଉ ପର୍ଯ୍ୟନ୍ତ ପୁରା ଭିଡୁ ଭିଡୁ ନ ଛିଣ୍ଡୁଛି ସେଇ ପର୍ଯ୍ୟନ୍ତ ଆପଣଙ୍କୁ ଏଇଠି ବଏଲ କରିଦେବାକୁ ହବ। ବେଶୀ ବଏଲ କରିବେ ନାହିଁ, ଚାଇନିଜ ଆଇଟମରେ ବେଶୀ ବଏଲ କରିକି ଖିଆଯାଏ ନାହିଁ, ନହେଲେ ତାର ସ୍ୱାଦ ପଳେଇଥାଏ। ଏଇଠି ଫ୍ରେଣ୍ଡ ସବୁତକ ଚାଉମିନ କୁ ମୁଁ ଏଇଠି କାଢି ଦେଇଛି। କାଢି ଦେଇକି ଫ୍ରେଣ୍ଡ ଆପଣ ଯେକୌଣସି ନର୍ମାଲ ଥାଳି କିମ୍ବା ପ୍ଲେଟରେ ରଖି ଦିଅନ୍ତୁ। ସେ ଟୋଟାଲି ବି ଜାକି ଜାକି ହବାର ଚାନ୍ସେସ୍ ହବନି, ଯେହେତୁ ଆମେ ତେଲ ପକେଇଥିଲେ। ସାଇଡ ବାଇ ସାଇଡ ଆମେ ଯୋଉଠୁ କଡେଇରେ ତେଲ ନେଇଯିବା, ତେଲ ଉପରେ ଆମେ ଏଇଠି ଦେଇଦବା ଅଦା। ଅଦାକୁ ଟିକେ ଫ୍ରେଣ୍ଡ ବହୁତ ହି ବଢିଆ ସେ ଫୁଟିବାକୁ ଛାଡିଦବା। ମାନେ ଏଇପରି ଭାବରେ ଯଦି ଅଦା ଆପଣ ପକେଇ ଦଉଛନ୍ତି ତ ବହୁତ ବଡ ବାସ୍ନା ଆସିବ। ତ ଏଇ ପର୍ଯ୍ୟନ୍ତ ଫ୍ରେଣ୍ଡ ଆମେ ତାକୁ ଏମିତି କରିକି ଛାଡିଦବା। ଆଉ ଏଇଠି ଫ୍ରେଣ୍ଡ ଗୋଟେ ଜିନିଷ ଧ୍ୟାନ ଦେବେ, ଆପଣ ଏଇଠି ଅଦାଟା ଦେବା ଦ୍ୱାରା ବହୁତ ବଡ ବାସ୍ନା ଆସିଥାଏ, ତେଣୁକରି ଅଦାଟା ଦେଇକି କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଏଇଠି ଫ୍ରେଣ୍ଡ ମୁଁ ନେଇଯାଇଛି ଲଙ୍କା। ଏଇଠି ଫ୍ରେଣ୍ଡ କଞ୍ଚା ଲଙ୍କା ମୁଁ ଦେଇଦେଇଛି, ଫାଡିକି ନେଇଥିଲି। ଆପଣ ଧ୍ୟାନ ଦେବେ ଫ୍ରେଣ୍ଡ ଏଇଠି ଲମ୍ବା ଲମ୍ବା ଚିରିକି ନେବେ, ବଢିଆ ଟେଷ୍ଟ ଲାଗିବ। ତା ସହିତ ଫ୍ରେଣ୍ଡ କ୍ୟାପ୍ସିକମ ଆଉ ଗାଜର ମଧ୍ୟ ମୁଁ ଏଇଠି ଦେଇଦେଇଛି। ଆପଣ ଦେଖିପାରୁଥିବେ ଆପଣଙ୍କ ମନ ମୁତାବିକ ଆପଣ ଜିନିଷ ଦେଇଦେବେ। ଯଦି ଆପଣ ପିଆଜ ଖାଆନ୍ତି ତ ଆପଣ ଏଇ ଷ୍ଟେଜରେ ପିଆଜ ବି ମଧ୍ୟ ଆଡ କରିପାରିବେ। ସବୁଯାକ ଫ୍ରେଣ୍ଡ ବହୁତ ହି ବଢିଆ ସେ ଆମେ ଟିକେ ମିକ୍ସ କରିଦବା।
ଆଉ ଏଇଠି ଆମେ ଦେଇଦବା ଲୁଣ, ସ୍ୱାଦ ଅନୁସାରେ ଲୁଣ ଦେବେ ଫ୍ରେଣ୍ଡ, ବେଶୀ ଲୁଣ ଦେବେନି, କାହିଁକି ନା ଆମେ ପ୍ରଥମେ ଲୁଣ ଦେଇଥିଲେ, ଯୋଉ ଟାଇମରେ ଆମେ ଚାଉମିନ ସିଝେଇଥିଲେ ଲୁଣ ଦେଇଥିଲେ। ତ ଏବେ ଫ୍ରେଣ୍ଡ ଆମେ ଲୁଣ ସେତିକି ଦବା ଯେତିକି ଆମ ପରିବା ପାଇଁ ଦରକାର। ତା ଉପରେ ଫ୍ରେଣ୍ଡ ଆମେ ଏଠି ଦେଇଦବା ସବୁତକ ଚାଉମିନ ଯୋଉ ଆମେ ବଏଲ କରିକି ରଖିଥିଲେ, ସେ ସବୁତକ ଚାଉମିନ ଆମେ ଏଠି ଦେଇକି ବହୁତ ବଢିଆ ଭାବେ ସେ ଫ୍ରେଣ୍ଡ ଏଇଠି ମିଶେଇ ଦବା, ତାକି ଆମର ଚାଉମିନ ସହିତ ଆମର ଏଇ ସବୁତକ ଭେଜିସ୍ ମିଶି ଯାଇଥାଉ। ତାପରେ ଫ୍ରେଣ୍ଡ ଆମେ ଏଇଠି ଦେଇଦବା ଭିନେଗାର। ଏଇଠି ଫ୍ରେଣ୍ଡ ଭିନେଗାର ମୁଁ ନର୍ମାଲ ଗୋଟିଏ ଚାମଚ ନେଇଛି। ସୋୟା ସସ୍ ଫ୍ରେଣ୍ଡ ଏଇଠି ମୁଁ ଗୋଟିଏ ଚାମଚ ନେଇଛି। ଆପଣ ଆପଣଙ୍କ କ୍ୱାଣ୍ଟିଟି ହିସାବରେ ବଢେଇବେ କମେଇ ପାରିବେ। ତା ସହିତ ଫ୍ରେଣ୍ଡ ଏଇଠି ମୁଁ ଚିଲି ସସ୍ ନେଇଯାଇଛି 2 ଚାମଚ, ଛୋଟ ଚାମଚରେ ନେଇଛି ତ 2 ଚାମଚ ଏଇଠି ମୁଁ ନେଇଛି। ଆଉ ଏଇଠି ମୁଁ ଟମାଟୋ ସସ୍ ନେଇଛି 2 ଚାମଚ। ଏଇଠି ଫ୍ରେଣ୍ଡ ଆପଣ ଆପଣଙ୍କ ହିସାବରେ ଟମାଟୋ ସସ୍ ଅଧିକ କମ କରିପାରିବେ, ଚିଲି ସସ୍ ଅଧିକ କମ କରିପାରିବେ। ଛୋଟ ଛୁଆ ମାନେ ଖାଉଛନ୍ତି ଯଦି ଚିଲି ସସ୍ ଏଇଠି କମ ପକେଇବେ, ନହେଲେ କଞ୍ଚା ଲଙ୍କା ଏଇଠି ସ୍କିପ୍ ମଧ୍ୟ କରିପାରିବେ। ଆଉ ଫ୍ରେଣ୍ଡ ଏଇଠି ଆପଣ ଗୋଟେ ଜିନିଷ କହି ରଖିବା ପାଇଁ ଚାହୁଁଛି, ଆପଣ ଆସିଛନ୍ତି ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲକୁ। ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲରେ ସିକ୍ରେଟ ଟିପ୍ସ ଟ୍ରିକ୍ ୱିଥ୍ ଅନଲିମିଟେଡ ବୋନସ ପଏଣ୍ଟ ମିଳିଥାଏ। ଏପର୍ଯ୍ୟନ୍ତ ଯଦି ଫ୍ରେଣ୍ଡ ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ଜଲ୍ଦି ଯାଇକି ସବସ୍କ୍ରାଇବ କରିଦିଅନ୍ତୁ। ଆଉ ବେଲ ନୋଟିଫିକେସନ ଯଦି ଅନ୍ କରିନାହାନ୍ତି, ଜଲ୍ଦି ବେଲ ନୋଟିଫିକେସନ ଅନ୍ କରିଦିଅନ୍ତୁ। ଏପରି ଭାବରେ ନୂତନ ନୂତନ ଭିଡିଓ ସର୍ବ ପ୍ରଥମେ ଆପଣଙ୍କ ପାଖକୁ ଯିବା ଆଉ ଆପଣ ମଜା ଉଠେଇ ପାରିବେ। এইভাবে ভাবে ফ্রেন্ড আমি বহুত বড়া সে মিক্স করদেবা, 2টা কଣ୍ଟା ଚାମଚ ନବା ସ୍ପୁନ ନେଇକି ସେଥିରେ ଆମେ ବହୁତ ବଡା ସେ এইପରି ଭାବରେ କରିଦେବା, ତାକି ଇଏ ଆମର ପୁରା ପରଫେକ୍ଟ ସବୁ ଆମର ସସ୍ ସହିତ ବହୁତ ବଢିଆ ସେ ପରିବା ତା ସହିତ ଚାଉମିନ ମଧ୍ୟ ମିଶିଯିବ। ଏଇଠି ଆଉ ଗୋଟେ ଜିନିଷ ଫ୍ରେଣ୍ଡ, ଯଦି ଆପଣ ଚାଉମିନ ମସଲା ଆଡ୍ କରିବା ପାଇଁ ଚାହୁଁଛନ୍ତି ତ ଏଇ ଷ୍ଟେଜରେ ଚାଉମିନ ମସଲା ଆଡ୍ କରିବେ। ମୁଁ ଏଠି ଚାଉମିନ ମସଲା ଆଡ୍ କରୁନି, ମୁଁ ଏଠି ଗୋଲମରିଚର ଗୁଣ୍ଡ ଆଡ୍ କରୁଛି ଫ୍ରେଣ୍ଡ। ତ ଏଠି ମୁଁ ହାଫ ଚାମଚ ଗୋଲମରିଚର ଗୁଣ୍ଡ ଦେଇଛି। ଯଦି ଛୋଟ ଛୁଆ ମାନେ ଖାଉଛନ୍ତି ତ ଗୋଲମରିଚର ଗୁଣ୍ଡ ଦିଅନ୍ତୁ ନାହିଁ, କାହିଁକି ନା ଆମେ ପ୍ରଥମେ ଲଙ୍କା ପକେଇଛେ, ତାପରେ ଆମେ ଏଇଠି ଚିଲି ସସ୍ ପକେଇଛେ, ଆଉ ଗୋଲମରିଚ ଗୁଣ୍ଡ ଦେଲେ ଆଉ ଟିକେ ରାଗ ହେଇଯିବ। ତେଣୁକରି ଫ୍ରେଣ୍ଡ କଞ୍ଚା ଲଙ୍କା ଆଉ ଗୋଲମରିଚ ଗୁଣ୍ଡ ସ୍କିପ୍ କରିପାରିବେ ଯଦି ଛୁଆ ମାନେ ଖାଉଛନ୍ତି ତ। ବହୁତ ବଢିଆ ସେ ମିଶେଇକି ଗ୍ୟାସ୍ ଟିକେ ବନ୍ଦ କରିଦବା। ଆଉ ଏଇଠି ମୁଁ କାଢି ନେଇଛି। ଏଇଠି ଫ୍ରେଣ୍ଡ ମୁଁ ଆପଣଙ୍କୁ ଶିଖେଇ ଦେବା ପାଇଁ ଚାହୁଁଛି କେମିତି ଆପଣ ବହୁତ ସହଜରେ ସର୍ଭ କରିପାରିବେ ଚାମଚ ସାହାଯ୍ୟରେ। ତ ତା ଲାଗି ଆମକୁ 2ଟା ସ୍ପୁନ ନେଇଯିବାର ଅଛି, ଏପରି ଭାବରେ ମୋଡି ମୋଡି ଦବାର ଅଛି। ତାପରେ ବହୁତ ବଢିଆ ସେ ଗୋଟେ ସ୍ପୁନ ତଳେ ଆଉ ଗୋଟେ ସ୍ପୁନ ରଖିଦବାର ଅଛି, 2ଟା ଯାକ ଏକାଠି ଆଣନ୍ତି ଏପରି ଭାବରେ, ଠିକ ଏହିପରି ଭାବରେ ବାହାର କରିଦେବାର ଅଛି। ଇଏ ଦେଖିପାରିଲେ ନା ଫ୍ରେଣ୍ଡ, ବହୁତ ଇଜି, ବହୁତ ହି ସହଜ। ନିହାତି ଭାବରେ ଫ୍ରେଣ୍ଡ ବନାନ୍ତୁ, ବନେଇକି ଖାଆନ୍ତୁ। ମତେ କେମିତି ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଗରୁ ବିନା ପିଆଜ ରସୁଣ ବାଲା ଆପଣ ଚାଉମିନ ଖାଇଥିଲେ କି ନାହିଁ ତାହା ବି ଫ୍ରେଣ୍ଡ ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଯଦି ଭଲ ଲାଗୁଛି ଗୋଟେ ଲାଇକ ର ସହିତ ସିକ୍ରେଟ ଫୁଡି ୱାନ୍ ଚ୍ୟାନେଲ ଗୋଟେ ସବସ୍କ୍ରାଇବ କରିକି ମୋଟିଭେସନ ଲେବୁଲ ଅନ୍ କରିଦିଅନ୍ତୁ। ତ ଇଏ ଥିଲା ଫ୍ରେଣ୍ଡ ଆଜିର ରେସିପି ଚାଉମିନ। ମୁଁ ଆଶା କରୁଛି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଗୋଟେ ଲାଇକ କରିଦିଅନ୍ତୁ, ଆଉ ମତେ କମେଣ୍ଟ କରିପାରିବେ ନେକ୍ସଟ ଆପଣଙ୍କ ପାଇଁ କୋଉ ରେସିପି ଆଣିବି। ସେ ପର୍ଯ୍ୟନ୍ତ ବାଏ ବାଏ, ଟାଟା, ଦେଖ।